କଇଁଛ ଓ ଠେକୁଆ ଗୀତରେ ଗୀତରେ ଗପ କବି ଜଗନ୍ନାଥ ପ୍ରସାଦ ଦାସ। ଠେକୁଆ କଇଁଛ ବାହାରିଲେ ଦିନେ ଦୌଡ଼ାରେ ନେଇ ଭାଗ, ପ୍ରାଇଜ୍ ପାଇବ ସେ ପାଖରେ ଯାଇ ପହଞ୍ଚିବ ଯିଏ ଆଗ, ପହଞ୍ଚିବ ଯିଏ ଆଗ। ଦୌଡ଼ାରେ ନେଇ ଭାଗ ପହଞ୍ଚିବ ଯିଏ ଆଗ। ଦୌଡ଼ି ଦୌଡ଼ି ଅଧା ବାଟ ଯାଇ ଦେଖିବର ଗଛ ଛାଇ, କଇଁଛ ରହିଛି ଅନେକ ପଛରେ ଠେକୁଆ ପଡ଼ିଲା ଶୋଇ। ଦେଖିବର ଗଛ ଛାଇ ଠେକୁଆ ପଡ଼ିଲା ଶୋଇ। ଧୀରେ ଅତି ଧୀରେ କଇଁଛ ଚାଲିଛି ହୋଇଗଲା ବାଟ ଅଧା, ବରଗଛ ତଳେ ଠେକୁଆକୁ ଟପି ଆଗକୁ ଚାଲିଲା ସିଧା, ହୋଇଗଲା ବାଟ ଅଧା ଆଗକୁ ଚାଲିଲା ସିଧା। ଦେଖୁଥିବା ଲୋକେ କହିଲେ ଥର କଇଁଛ ଜିଣିବ ଏକା, ମଠ ହେଉ ପଛେ ଲାଗି ରହିଥିଲେ ଯେତା ପଟ ତାକୁ ଲେଖା। ଏଥର କଇଁଛ ଜିଣିବ ଏକା, ଯେତା ପଟ ତାକୁ ଲେଖା। ଏତେବେଳେ ଠିକ ଠେକୁଆ ହାତରେ ବାଜିଲା ଆଲାର୍ମ ଘଡ଼ି, ଧଡ଼ପଡ଼ ହୋଇ ଗହନ ନିଦରୁ ଉଠିଲା ସେ ଆଖି ମଳି, ଉଠିଲା ସେ ଆଖି ମଳି। ବାଜିଲା ଆଲାର୍ମ ଘଡ଼ି, ଉଠିଲା ସେ ଆଖି ମଳି, ଉଠିଲା ସେ ଆଖି ମଳି।